ଗ୍ୟାସ୍ କଳା ବଜାରୀ କରୁଥିବା ବ୍ୟକ୍ତିଙ୍କୁ ମିଳିବ ବଡ଼ ଦଣ୍ଡ, ଚେତାବନୀ ଦେଲେ ସିଟି ଏସ୍ପି। ହଁ, ଗ୍ୟାସ୍ କଳା ବଜାରୀ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ ତଦନ୍ତ ମାମଲା ରୁଜୁ କରିବାକୁ ଉତ୍ତରପ୍ରଦେଶ ମେରଠର ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି। କଳା ବଜାରୀ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ତେବେ ସୂଚନା ଲିକ୍ ହେବା ପରେ ଅଭିଯୁକ୍ତମାନେ ଖସି ପଳାଇଥିଲେ। ସିଟି ଏସ୍ପି ଆୟୁଷ ବିକ୍ରମ କହିଛନ୍ତି ଯେ ବୁଧବାର ରେଳ ରୋଡ ଏବଂ ସିଭିଲ ଲାଇସେନ୍ସ ଥାନା ଅଞ୍ଚଳରେ ଗ୍ୟାସ୍ କଳା ବଜାରୀ ସମ୍ପର୍କରେ ସୂଚନା ମିଳିଥିଲା। ପୋଲିସ ଡ୍ୟୁଟିରେ ଥିଲା ଏବଂ ଉଭୟ ସ୍ଥାନରେ ଚଢ଼ଉ କରାଯାଇଥିଲା। ତେବେ ଏହି ଘଟଣା ଜଣାପଡ଼ିବା ପରେ କିଛି ମଧ୍ୟ ଉଦ୍ଧାର କରାଯାଇ ନାହିଁ। ସେପଟେ ଗ୍ୟାସ୍ କଳା ବଜାରୀଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ରୁଜୁ କରାଯିବା ଏବଂ ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛନ୍ତି। ତେବେ ପୋଲିସ 5 ଜଣ କଳା ବଜାରୀଙ୍କୁ ଚିହ୍ନଟ କରିଛି, ଯେଉଁମାନଙ୍କ ଉପରେ ଏବେ କଡ଼ା ନଜର ରଖାଯାଇଛି। এই ବ୍ୟକ୍ତିମାନେ 1400ରୁ 1500 ଟଙ୍କା ମଧ୍ୟରେ ଘରୋଇ ଗ୍ୟାସ୍ ସିଲିଣ୍ଡର ବିକ୍ରି କରୁଥିଲେ। ଗ୍ୟାସ୍ କଳା ବଜାରୀ ବିଷୟରେ ସୂଚନା ଥିବା ଯେକୌଣସି ବ୍ୟକ୍ତି ତାଙ୍କୁ ଏବଂ ସମ୍ପୃକ୍ତ ପୋଲିସ ଷ୍ଟେସନର ମୋବାଇଲ ନମ୍ବରରେ ରିପୋର୍ଟ କରିପାରିବେ। ପୋଲିସ ତୁରନ୍ତ କଳା ବଜାରୀଙ୍କୁ ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ହଁ ଆଜ୍ଞା, ଏବେ ଯେଉଁଭଳି ଭାବେ ଦେଶରେ ଗ୍ୟାସ୍ ସଂକଟ ଦେଖାଦେଇଛି, ଏହାରି ଭିତରେ ଗ୍ୟାସ୍ ଏଜେନ୍ସିରେ କଳା ବଜାରୀ ବଢ଼ିବାରେ ଲାଗିଛି। ଲୋକେ ଗ୍ୟାସ୍କୁ ନେଇ କଳା ବଜାରୀ କରି ଏବେ 1400-1500 ଟଙ୍କା ଅଧିକ ନେଉଛନ୍ତି। ହଁ ଆଜ୍ଞା, ଆଉ ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ସାଧାରଣ ଲୋକେ। କୁଆଡ଼େ ଯିବେ, କେମିତି ବଞ୍ଚିବେ, ତାହାକୁ ନେଇ ଏବେଠୁ ପଡ଼ିଲେଣି ଚିନ୍ତାରେ। ବ୍ୟୁରୋ ରିପୋର୍ଟ, ବିରଜା ନ୍ୟୁଜ୍।